Campus placement drive for students with disability was conducted by which department? କେଉଁ ବିଭାଗ ଦ୍ୱାରା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଅଭିଯାନ ଅନୁଷ୍ଠିତ ହୋଇଯାଇଥିଲା? ଅପସନ୍ ଏ ଡିପାର୍ଟମେଣ୍ଟ ଅଫ୍ ସୋସିଆଲ ସିକ୍ୟୁରିଟି ଆଣ୍ଡ ଡିସାବିଲିଟି ଏମ୍ପାୱାରମେଣ୍ଟ, ଅପସନ୍ ବି ଡିପାର୍ଟମେଣ୍ଟ ଅଫ୍ ୱମେନ୍ ଆଣ୍ଡ ଚାଇଲ୍ଡ ପ୍ରୋଟେକ୍ସନ୍, ଅପସନ୍ ସି ମିନିଷ୍ଟ୍ରି ଅଫ୍ ହୋମ୍ ଆଫେୟାର୍ସ, ଅପସନ୍ ଡି ନନ୍ ଅଫ୍ ଦ ଏବଭ୍। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଡିପାର୍ଟମେଣ୍ଟ ଅଫ୍ ସୋସିଆଲ ସିକ୍ୟୁରିଟି ଆଣ୍ଡ ଡିସାବିଲିଟି ଏମ୍ପାୱାରମେଣ୍ଟ। ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଅକିଟ୍ ଆନ୍ତର୍ଜାତୀୟ ବିଦ୍ୟାଳୟର ମିଳିତ ସହଯୋଗରେ ରାଜ୍ୟର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରଥମ ଥର ପାଇଁ ଏପରି ଆୟୋଜନ କରାଯାଇଥିଲା। କାହା ମିଳିତ ସହଯୋଗରେ? ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଅକିଟ୍ ଆନ୍ତର୍ଜାତୀୟ ବିଦ୍ୟାଳୟର ମିଳିତ ସହଯୋଗରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜନ କରାଯାଇଥିଲା। ଏହା କେଉଁଠାରେ ଆୟୋଜନ କରାଯାଇଥିଲା? ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଠାରେ ଆୟୋଜନ କରାଯାଇଥିଲା। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ କିଏ? ସନ୍ତୋଷ କୁମାର ପ୍ରଧାନ। ପରବର୍ତ୍ତୀ ପ୍ରଶ୍ନ, Which popular scheme has been closed recently? This scheme was started for students during the BJD government before the 2024 general election. ନିକଟରେ କେଉଁ ଲୋକପ୍ରିୟ ଯୋଜନା ବନ୍ଦ ହୋଇଛି? 2024 ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିଲା ଏହି ଯୋଜନା। ଅପସନ୍ ଏ ସୁଭଦ୍ରା ଯୋଜନା, ଅପସନ୍ ବି ନୂଆ ଓ, ଅପସନ୍ ସି ଲକ୍ଷ୍ମୀ ଯୋଜନା, ଅପସନ୍ ଡି ମୋ ବସ୍। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ନୂଆ ଓ। ଲୋକପ୍ରିୟ ଯୋଜନା ନୂଆ ଓକୁ ବନ୍ଦ କରାଯାଇଛି। କେଉଁ ସରକାର ବନ୍ଦ କରିଛି? ମୋହନ ସରକାର। ଫାଇନାନ୍ସିଆଲ ଆସିଷ୍ଟାଣ୍ଟ 2G ଆଣ୍ଡ ପିଜି ଷ୍ଟୁଡେଣ୍ଟ ନାମକ ଏକ ଯୋଜନା ପ୍ରଣୀତ ହେବାକୁ ଯାଉଛି। କେଉଁ ଯୋଜନାକୁ ବନ୍ଦ କରାଯାଇଛି? ନୂଆ ଓକୁ ବନ୍ଦ କରିକି କେଉଁ ଯୋଜନା ଚାଲୁ କରାଯାଇଛି? ଫାଇନାନ୍ସିଆଲ ଆସିଷ୍ଟାଣ୍ଟ 2 UG ଆଣ୍ଡ ପିଜି ଷ୍ଟୁଡେଣ୍ଟ ଯୋଜନା ପ୍ରଣୀତ କରାଯାଇଛି। ଓଡ଼ିଆ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ କେଉଁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି? ବ୍ୟାସକବି ଫକୀରମୋହନ ଭାଷା ବୃତ୍ତି ଏବଂ ବିଭିନ୍ନ ପଛୁଆ ବର୍ଗର ଗରିବ ପରିବାର ଛାତ୍ରଛାତ୍ରୀଙ୍କ ପାଇଁ କେଉଁ ଯୋଜନା କରାଯାଇଛି? ଗୋପବନ୍ଧୁ ଶିକ୍ଷା ସହାୟକ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଉଚ୍ଚ ଶିକ୍ଷାରୁ ବଞ୍ଚିତ ନ ହେବାକୁ ରାଜ୍ୟ ସରକାର 100% ସୁଧ ରିହାତି ବ୍ୟବସ୍ଥା କରିଛନ୍ତି। କେଉଁ ଯୋଜନା? କଳିଙ୍ଗ ଶିକ୍ଷା ସାଥୀ ଯୋଜନା। ମାଧସିଂ ହାତ ଖର୍ଚ୍ଚ ଯୋଜନା କେଉଁ ଛାତ୍ରଛାତ୍ରୀମାନେ ପାଇବେ? ଉଚ୍ଚଶିକ୍ଷା ପାଇଁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ନିମନ୍ତେ ମାଧସିଂ ହାତ ଖର୍ଚ୍ଚ ଯୋଜନା ଆରମ୍ଭ କରାଯାଇଛି। ପରବର୍ତ୍ତୀ ପ୍ରଶ୍ନ, Who has been appointed as the chairman and dean of SCB Medical College and Hospital? SCB ମେଡ଼ିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ତଥା ଡିଏନ୍ ଭାବରେ କାହାକୁ ନିଯୁକ୍ତ ଦିଆଯାଇଛି? ଅପସନ୍ ଏ ସୁଧାଂଶୁ ଶେଖର ମିଶ୍ର, ଅପସନ୍ ବି ଲୁସି ଦାସ, ଅପସନ୍ ସି ବୋଥ୍ ଏ ଆଣ୍ଡ ବି, ଅପସନ୍ ଡି ନନ୍ ଅଫ୍ ଦ ଏବଭ୍। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଲୁସି ଦାସ। ସ୍ତ୍ରୀ ଓ ପ୍ରସୂତି ବିଭାଗର ବରିଷ୍ଠ
ପ୍ରଫେସର ଡାକ୍ତର ଲୁସି ଦାସଙ୍କୁ ନିଯୁକ୍ତି କରିଛି ରାଜ୍ୟ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ। କେଉଁ ବିଭାଗ ନିଯୁକ୍ତି ଦେଇଛି? ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ପୂର୍ବତନ ଅଧ୍ୟକ୍ଷ କିଏ ଥିଲେ ଏସିବିର? ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର। ଏସିବି ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ କିଏ? ଲୁସି ଦାସ। ପରବର୍ତ୍ତୀ ପ୍ରଶ୍ନ, shuttle shaped badminton academy has been built in which stadium in Odisha? ଓଡ଼ିଶାର କେଉଁ ଷ୍ଟାଡିୟମରେ ସଟଲ ଆକୃତିର ବ୍ୟାଡମିଣ୍ଟନ ଏକାଡେମୀ ନିର୍ମାଣ କରାଯାଇଛି? ଅପସନ୍ ଏ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ୱର, ଅପସନ୍ ବି ବାରବାଟୀ ଷ୍ଟାଡିୟମ କଟକ, ଅପସନ୍ ସି ବିର୍ସା ମୁଣ୍ଡା ଷ୍ଟାଡିୟମ ରାଉରକେଲା, ଅପସନ୍ ଡି ନନ୍ ଅଫ୍ ଦ ଏବଭ୍। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ୱର। କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ କିଏ? ଭାସ୍କର ଜ୍ୟୋତି ଶର୍ମା। କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ HPC ପ୍ରାୟ 4 ଏକର ଜମିରେ ନିର୍ମିତ ଏହି ହଲ୍ ଲାଗି ପାଖାପାଖି 55 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। କେତେ କୋଟି ଖର୍ଚ୍ଚ ହୋଇଛି? 55 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏହାର ମୁଖ୍ୟ ପ୍ରଯୋଜକ କିଏ? ଡାଲମିଆ ଭାରତ କମ୍ପାନୀ। ପରବର୍ତ୍ତୀ ପ୍ରଶ୍ନ, ଇନ୍ ଦ ରିସେଣ୍ଟ ନ୍ୟୁଜ୍ ହାଇଲାଇଟେଡ୍ ଦ ନେମ୍ ଚେଞ୍ଜ ଅଫ୍ ହୁଇଚ୍ ୟୁନିଭର୍ସିଟି ଅର୍ କଲେଜ ଇନ୍ ଓଡ଼ିଶା? ନିକଟ ଖବରରେ ଓଡ଼ିଶାର କେଉଁ ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ଚର୍ଚ୍ଚା ହୋଇଥିଲା? ଅପସନ୍ ଏ ଉତ୍କଳ ୟୁନିଭର୍ସିଟି, ଅପସନ୍ ବି କିଟ୍ ୟୁନିଭର୍ସିଟି, ଅପସନ୍ ସି ରେଭେନ୍ସା ୟୁନିଭର୍ସିଟି, ଅପସନ୍ ଡି ଡିଡି ୟୁନିଭର୍ସିଟି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ରେଭେନ୍ସା ୟୁନିଭର୍ସିଟି। ପରବର୍ତ୍ତୀ ପ୍ରଶ୍ନ, DRDO has successfully tested Agni for missile. What kind of missile is it? DRDO ସଫଳତାର ସହ ଅଗ୍ନି ଫର କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହା କେଉଁ ପ୍ରକାରର କ୍ଷେପଣାସ୍ତ୍ର? ଅପସନ୍ ଏ ଏୟାର ଟୁ ସରଫେସ୍, ଅପସନ୍ ବି ସରଫେସ୍ ଟୁ ସରଫେସ୍, ଅପସନ୍ ସି ସରଫେସ୍ ଟୁ ଏୟାର, ଅପସନ୍ ଡି ଏୟାର ଟୁ ଏୟାର। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ସରଫେସ୍ ଟୁ ସରଫେସ୍। ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ସ୍ଥଳସେନା ପକ୍ଷରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। କେଉଁଠାରେ ପରୀକ୍ଷଣ କରାଯାଇଥିଲା? ଧାମରା ଅବଦୁଲ କଲାମ ଦ୍ୱୀପରୁ ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର 3500ରୁ 4000 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ। ଏହାର ଲମ୍ବ ହେଉଛି 20 ମିଟର ଆଉ ଓଜନ ହେଉଛି 1 ଟନ୍। ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ପ୍ରତିରକ୍ଷା ମନ୍ତ୍ରୀ କିଏ ଭାରତର? ରାଜନାଥ ସିଂ।